ଗୋଟିଏ ନଈ କୂଳରେ ଥରେ ଗୋଟିଏ କଙ୍କଡ଼ା ବିଛା ଓ ଗୋଟିଏ ବେଙ୍ଗ ଭିତରେ ବହୁତ ବନ୍ଧୁତା ହେଲା। ବେଙ୍ଗଟି ଥିଲା ବୁଦ୍ଧିମାନ, ସଂସ୍କାରୀ ଓ ଦୟାଳୁ। ବନ୍ଧୁତା ସତ୍ତ୍ୱେ ସେ କେବେ ହେଲେ କଙ୍କଡ଼ା ବିଛା ପାଖକୁ ଯାଏ ନାହିଁ। କଙ୍କଡ଼ା ବିଛା ତାକୁ ଯେତେ ପାଖକୁ ଡାକିଲେ ବି ବେଙ୍ଗ କହେ, ନା ଭାଇ, ତୁମଠାରୁ ଦୂରରେ ରହିବା ଭଲ। ଏମିତି ଆମର ବନ୍ଧୁତା ଆଗକୁ ବଢ଼ି ଚାଲୁ। ପାଖକୁ ଆସିବା କଥା କୁହନା। ସେମିତି ବନ୍ଧୁତା ବଢ଼ିବାକୁ ଲାଗିଲା। ବେଙ୍ଗର ଉପଦେଶ ଓ କଥା ଶୁଣି କଙ୍କଡ଼ା ବିଛା ବି ସଂସ୍କାରୀ ହୋଇ ଉଠିଲା। ଏମିତି ଦିନ ଗଡ଼ି ଚାଲିଲା। ଥରେ ନଈରେ ବଢ଼ି ଆସିଲା। କଙ୍କଡ଼ା ବିଛା ବିକଳରେ ଡାକ ଦେଇ କହିଲା, ବନ୍ଧୁ, ମୋତେ ତୁମ ପିଠିରେ ବସାଇ ଆର କୂଳକୁ ନେଇଯାଅ, ନହେଲେ ମୁଁ ମଲି। ବେଙ୍ଗ କହିଲା, ମୁଁ ତୁମକୁ ସାହାଯ୍ୟ କରିବି ସତ, କିନ୍ତୁ ଭୟ ଲାଗୁଛି ଯେ ତୁମେ ମୋତେ ଚୋଟ ମାରିବ। ସେମିତି ହେଲେ ନଈରେ ମୁଁ ବୁଡ଼ିବି ଏବଂ ଆମ ଦୁହିଁଙ୍କ ପ୍ରାଣ ଯିବ। କଙ୍କଡ଼ା ବିଛା କହିଲା, କି କଥା କହୁଛ? ତୁମେ ମୋତେ ବିପଦରୁ ପାର କରୁଛ, ଅଥଚ ମୁଁ ତୁମକୁ ଚୋଟ ମାରିବି? କସ୍ମିନି କାଳେ ହେବ ନାହିଁ। ଯାହା ହେଉ, ବନ୍ଧୁର ବିକଳ କଥା ସହି ନ ପାରି ବେଙ୍ଗ କଙ୍କଡ଼ା ବିଛାକୁ ପିଠିରେ ବୋହି ନେଇ ପାର ହେଲା। କିଛି ସମୟ ପରେ କଙ୍କଡ଼ା ବିଛା କହିଲା, ବନ୍ଧୁ, ଆଉ ସମ୍ଭାଳି ପାରୁନାହିଁ। ମନ କଲବଲ ହେଉଛି। ତୁମକୁ ଥରେ ଚୋଟ ମାରିବି। ବେଙ୍ଗ ନେହୁରା ହୋଇ କହିଲା, ସେମିତି କରନା ବନ୍ଧୁ, ସେମିତି କଲେ ଦୁହେଁ ମରିବା। କଙ୍କଡ଼ା ବିଛା କହିଲା, ବନ୍ଧୁ, ତୁମ ସହିତ ରହି ମୁଁ ବି ଦୟାମାୟା କଥା ବୁଝିଲିଣି, ସଂସ୍କାରୀ ହେଲିଣି। ତଥାପି ଚୋଟ ନ ମାରିଲେ ମୁଁ ରହିପାରିବି ନାହିଁ। ତୁମେ ଦେଇଥିବା ସଂସ୍କାରରୁ ମୁଁ ଏତିକି କରିପାରେ ଯେ ତୁମକୁ ସବୁଠାରୁ କମ୍ କଷ୍ଟ ହେଉଥିବା ଜାଗାରେ ମୁଁ ଚୋଟ ମାରିବି। ବେଙ୍ଗର ଆଉ କିଛି ଉପାୟ ନଥିଲା। ବିଛା ବେଙ୍ଗର ପିଠିରେ ଧୀରେ ଚୋଟ ମାରିଲା, କିନ୍ତୁ ସେତିକି ଯଥେଷ୍ଟ ଥିଲା। ବେଙ୍ଗ କଷ୍ଟରେ କଲବଲ ହୋଇ ବୁଡ଼ିଗଲା। ଦୁହେଁ ନଈରେ ବୁଡ଼ି ମଲେ।